ସମସ୍ତଙ୍କୁ ନନ୍ଦୋତ୍ସବର ଅଭିନନ୍ଦନ। ଆମ ଗାଁ ସାରୁ ଭାରି ବିଖ୍ୟାତ, ଭାରି ସୁଆଦ। ସମସ୍ତେ ଆଗରୁ ସାରୁ ଚାଷ କରୁଥିଲେ, କିନ୍ତୁ ଏବେ ଆଉ ପ୍ରାୟ ହଉନି। ମୁଁ ସକାଳୁ ସକାଳୁ ଗୁହାଳକୁ ବାହାରିଲି, ମୋ ସହିତ ସବୁ ଚେଲା ଚାମୁଣ୍ଡା ବାହାରିଲେ। ଆପଣମାନେ ଦେଖୁଥିବେ ଆମ ଗୁହାଳ ରାସ୍ତା କେମିତି। ଏବେ ଆମେ ଗୁହାଳ ସାମ୍ନାରେ ଗୋଟେ ଜାଗା ପ୍ରସ୍ତୁତ କରିଛୁ ଗାଈଙ୍କୁ ବାହାରେ ବାନ୍ଧିବା ପାଇଁ। ହଉ, ଏତେ ଦିନରେ ଯେତେବେଳେ ବାହାରିଛନ୍ତି ଆଉ କ'ଣ ମନା କରିବି। ତାଙ୍କୁ ଯେମିତି ସେମିତି ଟେକି ଟାକିକିରି ସେଠିକି ନେଇକି ଗଲି। ଗଲା ପରେ ସେଠି କରିବେ କ'ଣ, ମୁଁ ତାଙ୍କୁ କହିଲି ଫୁଲ ତୋଳ। ଫୁଲ ତୋଳିଲା ବେଳକୁ ପାଚେରୀ ଉପରେ ଚଢ଼ିଗଲା ଆମ ସୁଲୁରା। ମୁଁ କହିଲି ଚଢ଼ୁମ, ଆଉ କିଏ ଚଢ଼ିଛି ଯଦି ଚଢ଼, କଚଡ଼ାଏ ତ ଖାଇବ ଆଉ। ଏମିତି କ'ଣ ଆଉ ଆଗକୁ ପାଚେରୀରେ ଚଢ଼ି ଯାଇପାରିବ? ମୁଁ କେମିତି ବିକଳ ହେଉଛି ସାଇକେଲ ଚଲେଇବାକୁ, ଗଛ ଚଢ଼ିବାକୁ। ପିଲାଦିନେ ଏତେ ମଜା କରିକି ବି ମୋ ମନ ବୋଧ ହଉନି। ଆଜିକାଲି ପିଲା ତ ସେ ପ୍ରକାର ଖୁସି ମଜା କ'ଣ ଜାଣୁ ହିଁ ନାହାନ୍ତି। ତେଣୁ ସେମାନେ ଯଦି ଟିକେ ଏଠି ଚଢ଼ାଚଢ଼ି କରି ଦୁଷ୍ଟାମି କରୁଛନ୍ତି କରନ୍ତୁ, ହେଲେ ସମସ୍ତେ ସେ ପାଚେରୀରେ ବସି ଫୁଲ ତୋଳିବାରେ ଲାଗି ପଡ଼ିଲେ। କୁନି ତ ଫୁଲ ତୋଳି ଜାଣିବନି, ସିଏ ପୁରା ମାମଲତିଙ୍ଗ ଭଳିଆ ସେଠି ଚାରିଆଡ଼େ ବୁଲୁଥିଲା। ମୁଁ ଦି ପୁଅଙ୍କୁ କହିଥିଲି କାଲି ନନ୍ଦୋତ୍ସବ, ଆମେ ସମସ୍ତେ ଯାଇ ଗାଈମାନଙ୍କୁ ଗାଧେଇ ଦେବା। ବଡ଼ ପୁଅ ଆସି ପହଞ୍ଚିଗଲା। ସିଏ ତ ଗାଈ କାମରେ ତାର ସବୁଠୁ ବେଶୀ ଆଗ୍ରହ, ହେଲେ ତା ପୁଅ ଆସିନଥିଲା। ସେ ଉଠି ନଥିଲା ଏତେ ସକାଳୁ। ସେ କିନ୍ତୁ ଗାଈକି ଡରେନି। ଆମ ଘରେ ଗାଈକୁ ଡରନ୍ତି ମାଳି ଆଉ ସୁଲୁ, କିନ୍ତୁ ନିଣ୍ଟୁ, ନିଣ୍ଟି ଆଉ ଗୁଟିଆ ମୋର ଗାଈକୁ ଡରେନି। ଏମାନଙ୍କୁ ସବୁ ଫୁଲ ତୋଳି ସାରିଲା ପରେ ଧାଡ଼ି କରି ବସେଇଦେଲି। ମୁଁ କହିଲି ବସିକି ଦେଖ ବାବା କେମିତି ଗାଈକି ଗାଧେଇ ଦେଉଛି। ତମେ ସବୁ ବଡ଼ ହେଲେ ଯଦି ଗାଈ କାମ କରିପାରିବ ଗାଈ ରହିବେ, ନହେଲେ ତମ ଅମଳକୁ ଆଉ ଗାଈ ରହିବେନି। କଥା ମାନିକି ସେ ତିନିହେ ଚୌକି ଉପରେ ବସିଲେ। ନିଣ୍ଟୁ କିନ୍ତୁ ଚୌକିରୁ ଓହ୍ଲେଇ ଆସି ବାଛୁରିକି ଗେଲ କଲା। ତା ମନରେ କ'ଣ ଥିଲା କେଜାଣି, ବହୁତ ସମୟ ଠିଆ ହେଲା। ତାପରେ ମତେ କହିଲା, ବୋଉ ମୁଁ ତାକୁ ଟିକେ ଗେହ୍ଲୁ କରିବି। ବୋଲି କରେ, ସେ କିଛି କରିବନି। ତାପରେ 2-3 ଥର ଚେଷ୍ଟା କରି ସାହସ କରି ସେ ବାଛୁରିକି ଗେହ୍ଲୁ କରି ମନେ ମନେ ଗୋଟେ ଭାରି ବଡ଼ କାମ କରିଦେଲା ପଡ଼ି ଭାରି ଖୁସି ହଉଥିଲା। ହଁ, ଏମିତି ଗାଈ ଗୋରୁଙ୍କ ସାଙ୍ଗେ ମିଶିଲେ ଭୟ ଛାଡ଼ିଯିବ। ଗୋଟିକ ପରେ ଗୋଟିଏ ଗାଈ ଶିବ କାଢୁଥିଲା ଆଉ ଜାଙ୍ଗୁଲୁ ଗାଧେଇ ଦଉଥିଲା। ବାବାଇକି ବି ମୁଁ ଡାକିକି ଆସିଥିଲି। ମୁଁ କହିଲି ତୁ ବି ଆସେ। ସିଏ କିଛି ସମୟ ପରେ ଆସିଲା। ସିଏ ଆସିଲା ବେଳକୁ ମୁଁ ବୁଲାବୁଲି କରି ଦେଖିଥିଲି ଅମୃତଭଣ୍ଡା ଗଛରେ ଗୋଟିଏ ପିଜୁଳି ପାଚିଛି। ଭୁଲ କହିଦେଲି, ଅମୃତଭଣ୍ଡା ଗଛରେ କ'ଣ ପିଜୁଳି ପାଚିବ? ଅମୃତଭଣ୍ଡା ଗଛରେ ଗୋଟିଏ ଅମୃତଭଣ୍ଡା ପାଚିଛି। ଯେହେତୁ ସେ ଅମୃତଭଣ୍ଡା ଗୁଡ଼ିକ ବହୁତ ଛୋଟ ଛୋଟ, କାହାରିକୁ ପସନ୍ଦ ହୁଏନି, କେହି ତାକୁ ତୋଳନ୍ତିନି। ମୁଁ କିନ୍ତୁ ପାଚିଲା ଅମୃତଭଣ୍ଡାଟିଏ ଦେଖିଲେ ଲୋଭ ସମ୍ଭାଳି ପାରେନି। ଜାଙ୍ଗୁଲୁ ଅଛି, ମୁଁ ଯଦି ପାଚେରୀ ଉପରେ ଚଢ଼ିଯିବି ନା, ସେ ମତେ ଆଉ ରଖିବ, ପାଟି କରିବ, କହିବ ଏବେ ଦେହ ଖରାପ ହେଇଥିଲା ପୁଣି ତୋର ଆରମ୍ଭ ହେଲା। ନା, ମୁଁ ନ ଚଢ଼ିକି ବାବାଇକି ଜଗିଥିଲି। ବାବାଇ ଯେମିତି ଆସିଲା ମୁଁ କହିଲି ଗଲୁ ଏ ପାଚେରୀରେ ଚଢ଼ି ସେ ଅମୃତଭଣ୍ଡାଟା ଆଣିଦେବୁ, ମୁଁ ଖାଇବି। ସେ ଅମୃତଭଣ୍ଡାଟି ମତେ ତୋଳିକି ଦେଲା। ଆଉ ସବୁଆଡ଼ ଖୋଜି ନୋଡ଼ିକିରି ଆଉ 2-4ଟା ବି ଦେଲା, ଯାହାକୁ ମୁଁ ଦେଖିନଥିଲି। ତା ବୋଉ ଖାଇବ ନା, ତେଣୁ ସେ ଖୋଜି ନୋଡ଼ି ସବୁ ଅମୃତଭଣ୍ଡା ଦେଲା। ସବୁ ଅମୃତଭଣ୍ଡା ଦେଇ ସାରିକି ସେ ଗୋଟେ ଅମୃତଭଣ୍ଡା ଚୋପା ବି ତୋଳିଲା। ଦେଖୁନାହାନ୍ତି, ତାକୁ ଚଢ଼େଇ ସବୁ ଖାଇ ଦେଇଛନ୍ତି, ସେ ତାକୁ ତୋଳିଲା। ବୋଲେ ଆରେ ତାକୁ କାହିଁକି ତୋଳିଲୁ? ଚଢ଼େଇ ତ ତାଙ୍କର ଖାଇଥିଲେ, ବାକି ତକ ବି ଖାଇଥାନ୍ତେ ନା। ସେପଟେ ପରା ଆମର 2ଟା ଗଛ ଛଡ଼ା ହେଇଛି ଚଢ଼େଇଙ୍କ ପାଇଁ, ଏଠୁ କାହିଁ ଖାଇବେ? ତାଙ୍କ ଅଭ୍ୟାସ ଖରାପ ହବ। ମୁଁ ସେଥିପାଇଁ ତୋଳିଦେଲି, ଏଇଟା ତୁ ଗାଈମାନଙ୍କୁ ଦେଇଦେ। ଇଏ ବି ଠିକ କଥା। ସେଠି ଆମର 2ଟା ଗଛ ଛଡ଼ା ହେଇଛି, ବହୁତ ଡେଙ୍ଗା, ଆମେ ତାକୁ ତୋଳାତୋଳି କରିପାରୁନୁ। ତାକୁ ସବୁବେଳେ ଚଢ଼େଇମାନେ ହିଁ ଖାଆନ୍ତି। ପିଲାମାନେ ତ ଫୁଲ ତୋଳି ଦେଇଥିଲେ। ଆଜି ପ୍ରକୃତରେ ମୋର ମାଳ ଗୁନ୍ଥିବାର ନଥିଲା, ତଥାପି ଫୁଲଗୁଡ଼ା କ'ଣ କରିବି, ଫେରିଲା ବେଳେ ମୁଁ ଆଉ ମେଞ୍ଚେ ଅପରାଜିତା ତୋଳି ଆଣିଲି। ଆପଣ ଭାବୁଛନ୍ତି କି ଏଇଟା ସେଇ ଦିନର ମାଳ? ଭଲ କି ଦେଖନ୍ତୁ, ଏଇଟା ମୋର ମାଳ ଗୁନ୍ଥିବାର ଜାଗା। ସଂଯୋଗକୁ ମୁଁ ସେଇ ଶାଢ଼ୀଟା ବି ପିନ୍ଧିଛି, କିନ୍ତୁ ଆପଣ ମାଳ ଦେଖିଲେ ଠିକ ଭାବରେ ଜାଣିପାରିବେ। ସେଦିନ ମୁଁ ଗେଣ୍ଡୁ ଫୁଲ ଆଉ ଅପରାଜିତା ମିଶେଇ ମାଳ ଗୁନ୍ଥିଥିଲି। ଆଜି କିନ୍ତୁ ମୁଁ ପାଇକିରା ଫୁଲ ଆଉ ଅପରାଜିତା ମିଶେଇ ମାଳ ଗୁନ୍ଥୁଛି। ମୁଁ ଅଧିକ ଫୁଲ ପାଇଲା ମାତ୍ରେ ମାଳ ଗୁନ୍ଥିବାକୁ ଭଲ ପାଏ। ବହୁତ ବେଶୀ ଫୁଲ ବି ଦରକାର ନାହିଁ ମ। ସେଦିନ ବି ବୋଧେ ମୁଁ ଏଇ କଥା କହିଥିଲି। ଖୁବ କମ ଫୁଲରେ ବି ସୁନ୍ଦର ମାଳ ଗୁନ୍ଥି ହୁଏ। ମାଳ ଗୁନ୍ଥା ଗୁନ୍ଥି କରିଲି। ସମସ୍ତେ ଖାଇ ପିଇକିରି ବିଶ୍ରାମ ନେଲୁ। ଏଇଟା ହେଉଛି ଗତକାଲିର କଥା। ଗତକାଲି ଚୁଙ୍ଗା ମତେ କହିଲା, ବୋଉ ମୁଁ ଦୋକାନ ଯାଇଥିଲି, ସେଠି ଜନ୍ମାଷ୍ଟମୀ ପାଇଁ ସଜାସଜି ହେଇଛି। ମୁଁ ସେଇଠୁ ପିଲାମାନଙ୍କୁ ଧରି କହିଲି ଚାଲ ଟିକେ ମାର୍କେଟ ଯିବା। ମୋର ମୂଳ ଉଦ୍ଦେଶ୍ୟ ଥିଲା ଆସନ୍ତାକାଲି ତ ନନ୍ଦୋତ୍ସବ, ମାନେ ଆଜି
ନନ୍ଦୋତ୍ସବରେ ଟିକେ ମିଠା ନ ଖାଇଲେ କ'ଣ ମନ ବୁଝିବ। ତେଣୁ ଆଜି ରାତିରୁ ଆଣିଥିଲେ ହିଁ ପିଲାମାନେ ଖାଇପାରିବେ, ନହେଲେ ତ ସେମାନେ ସକାଳୁ ସକାଳୁ ସ୍କୁଲ ପଳେଇବେ। ତେଣୁ ମୁଁ ସେମାନଙ୍କୁ ନେଇ ମିଠା କିଣି ଘରକୁ ଫେରିଲି। ଆଉ ସମସ୍ତେ ଖୁସିରେ ମିଠା